ଆଜି କୁହୁଡ଼ି ଏତେ ଜୋରେ ସକାଳୁ ପଡ଼ିଥିଲା ଯେ ଆମକୁ ବାଟ ବି ଆଗରେ ଦେଖାଯାଉନଥିଲା। ତ ସେଥିପାଇଁ ଆଜି ଆମେ ରାଜାର ମୋର ଲେଟ୍ରେ ଘରୁ ବାହାରିଥିଲୁ। ଆଉ ରାଜା ଆଗେ ଆଗେ ଚାଲିଥିଲା ଆଉ ତା ପଛେ ପଛେ ମୁଁ ଯାଉଥିଲି। ଆଉ ଆଜି ସକାଳୁ ସକାଳୁ ହୋଟେଲରେ ପହଞ୍ଚିଲା ପରେ ମାଦେଇ ସମସ୍ତଙ୍କୁ ଚାହା ଦେଉଥିଲେ, କାହିଁକି ନା ଆଜି ଟିକେ ଶୀତ ବହୁତ ଜୋର ହେଉଥିଲା, କୁହୁଡ଼ି ବି ପଡ଼ିଥିଲା। ଆଉ ସବୁ ଆଇଟମ୍ ବାହାରିଲା ପରେ ମୁଁ ପଳେଇ ଆସିଥିଲି ଖାଇବା ପାଇଁକା। ତାପରେ ଆମର କଷ୍ଟମର ପଳେଇ ଆସିଥିଲା। ଆଉ ଟୁଲୁ ବାବୁ ଆମର ପାର୍ସଲ କରିବା ସହିତ ଆମେ ଏପଟେ ଖାଇବା ଲଗାଉଥିଲୁ। ଆଉ ଖାଇବା ଲଗାଉ ଲଗାଉ ଆମର ଆଇଟମ୍ ବି ସବୁ ସରିଯାଇଥିଲା, ଆପଣମାନେ ଦେଖିପାରୁଥିବେ। ଆଉ ଆଗ ଅପେକ୍ଷା ଆମର ଟିକେ ଭଲ ବେପାର ହେଉଛି ବୋଲି ଆମ ମନ ବି ବହୁତ ଖୁସି ଲାଗୁଥିଲା। ଆଉ କଷ୍ଟମର ଟିକେ କମ୍ ଥିବାରୁ ମୁଁ ପଳେଇ ଆସିଥିଲି ଖାଇବା ପାଇଁ, କାହିଁକି ନା ଆଜ୍ଞା ଟାଇମ୍ ହେଇଯାଇଥିଲା ଏତେବେଳକୁ 4ଟା। ତ ମୋତେ ବହୁତ ଜୋରେ ଭୋକ ଲାଗୁଥିଲା। ତାପରେ ସବୁ କାମ ଛିଡ଼ୁ ଛିଡ଼ୁ ମୋ ଟାଇମ୍ ହେଇଯାଇଥିଲା 5:30। ତ ମୁଁ ଏବେ ବାହାରି ପଡ଼ିଲି ଆମ ଘରକୁ ଯିବା ପାଇଁ। ଆଉ ଏପଟେ ଆମ ନାଇଟ୍ ଡ୍ୟୁଟି ପିଲା ବି ପଳେଇ ଆସିଥିଲେ। ମୁଁ ନାଇଟ୍ ଡ୍ୟୁଟି ପିଲାଙ୍କ ସହିତ ଟିକେ ହାତ ମିଳାମିଳି କରିକି ହସଖୁସି କରିକି ତ ମୁଁ ବାହାରିକି ପଳେଇ ଆସିଥିଲି ଘରକୁ, କାହିଁକି ନା ରାଜା ମୋତେ ଅପେକ୍ଷା କରିଥିଲା ଅଧା ବାଟ। ତ ସାଙ୍ଗମାନେ ଆଜିର ବ୍ଲଗ୍ ଆପଣଙ୍କୁ କେମିତି ଲାଗିଲା? ଯଦି ଭଲ ଲାଗିଲା ତାହେଲେ ନିହାତି ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ଭୁଲିବେ ନାହିଁ। ରହୁଛି ଭାଇ, ଜୟ ଜଗନ୍ନାଥ।